ରାସ୍ତାକୁ ଏଇଥିପାଇଁ କରିଥିଲୁ ମୁଁ ଚାଷୀ ମାନଙ୍କର ଧାନ ମଣ୍ଡି ଜାନୁଆରୀ 7 ରୁ ଲାଗିବା କଥା ସ୍ଥିର କରିଥିଲେ। ଯେତେବେଳେ 18 ତାରିଖ 19 ତାରିଖ ହେଇଗଲା ସେ ପର୍ଯ୍ୟନ୍ତ ଲାଗିଲା ନାହିଁ। ଆମେ ଜିଲ୍ଲାପାଳଙ୍କୁ ଭେଟିଥିଲୁ। ଭେଟିବା ପାଇଁ ଯାଇଥିଲୁ। କହିଲେ ଦିନ 11ଟା ସେ ନଥିଲେ କୁଆଡେ ଯାଇଥିଲେ। କହିଲେ 3ଟା ବେଳକୁ ଆସନ୍ତୁ। 3ଟା ବେଳେ ଆଇଲେ 4ଟା ବେଳେ ଆସିଲେ ଦେଖା ହେଲେ। ଯାହା ସିଏ ସବୁ ନିର୍ଦ୍ଦେଶ ଦେଲେ ଡାକ ମିଲର ମାନଙ୍କୁ ସନ୍ଧ୍ୟା ବେଳକୁ ଆଲୋଚନା କରି 8ଟା ବେଳକୁ ଆମକୁ ସମୟ ଦେଲେ ତମେ 9ଟା ବେଳକୁ ଆସ। ଠିକ ଅଛି। ପୁଣି ସନ୍ଧ୍ୟାବେଳେ ଅପେକ୍ଷା କରି 9ଟା ବେଳେ ଆଇଲୁ। ମିଲର ମାନଙ୍କୁ ଡାକିଲେ କଥା ହେଲେ ସବୁ କଥା ହେଲେ। କହିଲେ କେବଳ କଟି ସଟି ହବନି ଆପଣମାନେ ଝୋଟ ଆକାର ଦେବେ। ପ୍ରଥମ ତ ଡାକିଲେ ଚାଷୀ ମାନେ ଗଲୁ ତାଙ୍କୁ ଟିକେ ବସିବାକୁ ବି କହିଲେନି। ଚେୟାର ଗୁଡା ଫାଙ୍କା ପଡି ତାଙ୍କ ସାମ୍ନାରେ ଜିଲ୍ଲାପାଳ ଟିକେ କହିଲେନି କି ଚାଷୀ ମାନଙ୍କୁ ଟିକେ ବସ। ମାନେ ଆମେ ଚାଷୀ ମାନଙ୍କୁ ଯୋଉ ଚାଷୀ ମାନେ ଉତ୍ପାଦନ କଲେ ଜିଲ୍ଲାପାଳ ଖାଇକି ତାଙ୍କ ବାପା ମାତାକୁ ବଢେଇଥିବେ ଏବଂ ଜିଲ୍ଲାପାଳ ନିଜେ ଏବେ ଯୋଉ ଖାଦ୍ୟ ଖାଉଥିବେ ସେ କୌଣସି ଚାଷୀର ଉତ୍ପାଦକ ସେ ଉତ୍ପାଦନ କରିଥିବାରୁ ସେ ଖାଦ୍ୟକୁ ସେ ଖାଉଛି। ସେ ନିଜେ ଅନୁଭବ କରିବା କଥା ଦରକାର ଚାଷୀର ଇଏଟା କୋଉଠି। କିନ୍ତୁ ଚାଷୀକି ସେ ସମ୍ମାନ ବି ଦେଇନାହାନ୍ତି ଟିକେ। ତାପରେ ଆମକୁ କହିଲେ କଟନୀ ଛଟନୀ ହବ ନାହିଁ। କଟନୀ ଛଟନୀ ହବନି। ଏଫଏକ୍ୟୁ ମାନ ଧାନ ଦେବେ। ଜିଲ୍ଲାପାଳ ଆମକୁ ଏପର୍ଯ୍ୟନ୍ତ ଦେଖେଇବେ କି ଏଫଏକ୍ୟୁ ଟା କଣ, କାହାକୁ ଏଫଏକ୍ୟୁ କୁହାଯାଏ। ସେ ଏଫଏକ୍ୟୁ କଥାଟା ନାହିଁ ବିଲକୁଲ। ଏଫଏକ୍ୟୁ ମେସିନ ଯଦି ଦରକାର ଯେତେ ମଣ୍ଡି ଅଛି ସେତେ ଏଫଏକ୍ୟୁ ମେସିନ ସରକାର ପାଖରେ ଅଛି ତ ନାହିଁ। ଆଉ ଗୋଟେ କଥା ହେଲା ଧାନର ଯୋଉ କାଉଣ୍ଟ ଯୋଉ କରୁଛନ୍ତି ପରସେଣ୍ଟେଜ ଯୋଉ କାଟୁଛନ୍ତି ସେ ପରସେଣ୍ଟେଜ କାଟିବାଟା ମିଲର ମାନେ ସେକ୍ରେଟାରୀ ମାନଙ୍କୁ ଫୋନ କରି କହୁଛନ୍ତି 7% ଯଦି କାଟିବ ତାହେଲେ ଆମେ ଗାଡି ଲଗେଇବୁ ନହେଲେ ନାହିଁ। କିଛି ଲୋକ ବ୍ୟସ୍ତ ହେଇ ପଡୁଛନ୍ତି ଚାଷୀ ଯେ ବହୁତ ଡେରି ହେଲାଣି କାଳେ ଆମକୁ ଟୋକନ କରିଯିବ କି ସିଏ ବ୍ୟସ୍ତ ହେଇକି ଧାନ ଦେଇଦେବା ପାଇଁ ବ୍ୟସ୍ତ ହଉଛନ୍ତି। ଯଦ୍ୱାରା କି 10-30ଟି ମଣ୍ଡି ଲଗେଇଛନ୍ତି। ଯୋଉ ଜିଲ୍ଲାରୁ 30ଟି ଖଣ୍ଡ ମଣ୍ଡି ଲଗେଇଛନ୍ତି ତା ଦେହରେ ମୁଖ୍ୟ ହଉଛି ଏସଏଚଜିଙ୍କର ମଣ୍ଡି ଏବଂ ସେଥିରେ ବେପାରୀ ଧାନ ବହୁତ। ଆମେ ଏପର୍ଯ୍ୟନ୍ତ ନ୍ୟାୟ ପାଇଲୁ ନାହିଁ। 20 ତାରିଖ ଦିନ ଲିଖିତ ଆକାର ଦେଇଥିଲୁ ଯେ 27 ତାରିଖ ଦିନ ଆମେ ରାସ୍ତାରୋକ ଆନ୍ଦୋଳନ କରିବୁ ଚାଷୀ ଯଦି ଆ ଭିତରେ କିଛି ସମାଧାନ ସୂତ୍ର ନ ବାହାରୁ। ତାପରେ ରାସ୍ତାରୋକ ଆନ୍ଦୋଳନ କରିବାକୁ ବାଧ୍ୟ ହେଲୁ ଯେ ଯେତେବେଳେ ଜିଲ୍ଲାପାଳ କିଛି ଆମ କଥା ଶୁଣିଲେନି କିଛି ନିର୍ଦ୍ଦେଶ ଦେଲେନି। ଦେଖିଲୁ ଯେ ଗଳି ବସେଇ କୋଉଠି ଘଟଣା ଏପର୍ଯ୍ୟନ୍ତ ଜିଲ୍ଲାର 200 ମଣ୍ଡି 30ଟି ଖୋଲିଛନ୍ତି ଆଉ ଅଦ୍ୟାବଧି କିଛି ଖୋଲି ନାହିଁ। ତେଣୁ ଆମେ ଚାଷୀ ମାନେ ହନ୍ତସନ୍ତ ହଉଛୁ। 2800-2369 ଟଙ୍କା ଏମଏସପି ରେଟ୍। ତାପରେ 800 ବୋନସ 3169 ସୋସାଇଟି ମାନଙ୍କର ମରା ହେଇଛି ଗୋଟେ ବ୍ୟାନର ଯେ 3100। ଆଉ 69 କିଏ ନିର୍ଦ୍ଦେଶ ଦେଲା ମାରିବାକୁ ସୋସାଇଟିରେ ଯେ 3169 ଟଙ୍କା ଗଲା କୁଆଡେ। ଯୋଗାଣ ବିଭାଗ ଜିଲ୍ଲାପାଳ ଚାହିଁଲେ ବହୁତ କଥା କରିଦେଇ ପାରିବେ। ସେ କଥା ନ କରି ଚାଷୀ ମାନଙ୍କୁ ହଇରାଣ ହରକତ କରୁଛନ୍ତି। ଖରା ତରା ବର୍ଷାରେ ସେ ବସି ବୁଲୁଛନ୍ତି ତାଙ୍କ ଧାନ ଦେଇ ପାରୁନାହାନ୍ତି। ଯୋଉମାନଙ୍କର ଚାଷୀର ପଇସା ଆବଶ୍ୟକତା ଅଛି ସେ ବାଧ୍ୟ ହୋଇକି 1600-1800 ଟଙ୍କାର ଧାନ ବିକୁଛନ୍ତି। ଏହା ସତ୍ୟ ଏବଂ ଶହ ପ୍ରମାଣ ଅଛି। ଆନ୍ଦୋଳନ ଯଦି କିଛି ସଫଳ ନ ମିଳେ କହିଛନ୍ତି ତାଙ୍କୁ ଡାକିବେ ବୋଲି ଆଜି ଆଲୋଚନା କରିବେ ଡାକି ଯଦି ନ କରନ୍ତି ଆସନ୍ତାକାଲି ତ ଓଡିଶା ବନ୍ଦ ଡାକରା ଦିଆଯାଇଛି ଚାଷୀ ଓଡିଶା ଚାଷ କୃଷକ ସଂଘ ତରଫରୁ ବନ୍ଦକୁ ସଫଳ କରାଇବୁ। ତାପରେ ଆହୁରି ତୀବ୍ରତର ଆନ୍ଦୋଳନକୁ କରାଇବୁ। ଯାହା ଆବଶ୍ୟକ ପଡିବ ଜେଲ ଘୋର ଆନ୍ଦୋଳନ ଜେଲକୁ ଯିବା ପାଇଁ ବି ପ୍ରସ୍ତୁତ ଅଛି। ଜେଲ ଯିବୁ ଯାହା ସରକାର କରିପାରୁଛି ଆମ ପ୍ରତି। ଜିଲ୍ଲାପାଳ ଏଥିରେ ମୁଖ୍ୟ ସିଏସ୍ଓ ଜିଲ୍ଲାପାଳ ଆଉ ସମବାୟ ବିଭାଗ ଅଫିସର ମାନେ ମିଶିକି ଗୋଟେ ବଦନାମ କରିକି ଚଲେଇଛନ୍ତି କଥା ଆଉ କିଛି ନୁହେଁ।